ତେଣୁ ଆମର ମହାତ୍ମା ମହୋଦୟ ଲେଖିଛନ୍ତି ମଙ୍ଗଳ ବୁଦ୍ଧ ପାହାନ୍ତି ଜଣେ ସାଥେ ଗୋଟେ ନିର୍ମଳ ନିର୍ଗାର ବାଟ କରି ପାଇପାରିছে ପାଇପାରିଛି ଗୋଟେ ମୂଲ୍ୟବାନ ସମୟର ନାଁ ହେଉଛି ସନ୍ଧ୍ୟା। ସନ୍ଧ୍ୟାର କଲା ଆମେ କିଛି ସମୟ ସଂସାର ଜଞ୍ଜାଳକୁ ପରିତ୍ୟାଗ କରି ଏ ସଂସାର ଯେଉଁ ସ୍ରଷ୍ଟା ପରମେଶ୍ୱର ଭଗବାନଙ୍କର ଭଜନ କୀର୍ତ୍ତନ ସ୍ମରଣ ଏସବୁ ପ୍ରତ୍ୟେକ ପରିବାର ପରିଷ୍କାର ପରିଚ୍ଛନ୍ନ ଶୁଦ୍ଧ ମନରେ ଭକ୍ତିର ପତ୍ର ପୁଷ୍ପ ଫଳ ଦେଇ ଭକ୍ତିର ପୂଜା ଆରୋପ କରି ଆମେ ବସିକରି ଭଗବାନଙ୍କର ନାମ ଅଧଘଣ୍ଟା କରିବା ସମସ୍ତେ ହୋଇ ଏକମୁଖ ଡାକିବା ନାରାୟଣ। ଏସବୁ କାହିଁକି କରିବା ନା ଆମେ ଯେଉଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆମମାନଙ୍କର ଚାଲି ଚରଣ ବ୍ୟବହାର କାର୍ଯ୍ୟକଳାପ ଉପରେ ଅନେକ ଦୋଷ ରହିଛି। ସକାଳୁ ଆମେ କେତେ ହିଂସା କରିଛେ ହିଂସା କରିଛେ ପରବିରୋଧ କରିଛେ ପର ପ୍ରତି କରିଛେ ବାପା ମା ଗୁରୁଜନଙ୍କୁ ଆମେ ସମ୍ମାନ ପ୍ରେମ ଭକ୍ତିରେ କିଛି ଠିକ୍ କରିପାରୁନା ଦୁଃଖୀ ଦରିଦ୍ର ଭକ୍ତିର ସେବା ବି ନାହିଁ ଜୀବ କଲ୍ୟାଣ କିଛି ନାହିଁ। ଚିନ୍ତା କରି ଦେଖିଲେ ଆମ ପାଖରେ ପୁଣ୍ୟତାର ଏତେ ଅଭାବ ରହିଯାଇଛି। ଲେଖିଲେ ଅନେକ ଜନ୍ମ ପୁଣ୍ୟ ଫଳେ ମନୁଷ୍ୟ ଜନ୍ମ ଚିନ୍ତା କରି ଦେଖ ଆମେ କେତେ ତଳକୁ ଚାଲି ଯାଇଛି। ଆଜି ସେଇ ଯେଉଁ କର୍ମର ମଳିନତାକୁ ପରିବର୍ତ୍ତନ କରିବା ପାଇଁ ଆମେମାନେ ସମସ୍ତେ ବସି ଭଗବାନଙ୍କର ଭଜନ କୀର୍ତ୍ତନ ଏସବୁ କରିବା ନିତାନ୍ତ ଆବଶ୍ୟକ। ଆକୁ ନ କରିବା ଦ୍ୱାରା ଆମେ ବାହାରେ କରୁଛେ ହେଲେ ପରିବାର କରୁନା। ପରିବାର ଭିତରେ ଧୀରେ ଧୀରେ ସେ ମଳି ଗୁଡ଼ାକ ବଳବତ୍ତର ହୋଇକରି କଳି ଦ୍ୱନ୍ଦ ଅଶାନ୍ତି ଭାଇ ଭଗାରୀ ଅନେକ ପ୍ରକାର ସମସ୍ୟା ସୃଷ୍ଟି କରୁଛେ। ଯଦି ପ୍ରତିଦିନ ଆମେ ଭଜନ କୀର୍ତ୍ତନ ଦ୍ୱାରା ତାକୁ ପରିଷ୍କାର କରିବା ପରିବାର ନିର୍ମଳତା ପବିତ୍ରତା ସମସ୍ତ ମନରେ ଗୋଟିଏ ନିର୍ମଳ ଆନନ୍ଦର ବିକାଶ ଆସିପାରନ୍ତା। ତା ଦେହରେ କୌଣସି ଭୁଲ ନାହିଁ। ତେଣୁ ଆମେ ଏ ଅଭ୍ୟାସ ଉପରେ କରୁନା। ଆମେ ବାହାରେ ନାମ କରୁଛେ କୀର୍ତ୍ତନ କରୁଛେ ଆମ ଘର ଗୁମ୍ଫା ଦେଖା ବେଳକୁ ବଢ଼ିଆ ଆମମାନ ଭିତରେ ବି ଠିକ୍ ଆସିପାରୁନାହିଁ ପିଲାଙ୍କ ଭିତରେ ବା ଭିତରେ ଠିକ୍ ବି ଆସିପାରୁନାହିଁ ଫାଷ୍ଟ କଲା। ତେଣୁ ପାଇପାରିଛୁ ଗୋଟେ ସୁନ୍ଦର କୋଳ ଯେଉଁ କୋଳର ନାଁଟି ହେଉଛି ଭକ୍ତି କୋଳ। ଆସିଯାଇଛି ଆମର ମୂଲ୍ୟବାନ ଜୀବନୀ ଶୁଣି ସଂସାର ତରଫ। ଆଜି ସେଇ ଭଗବାନଙ୍କର ଆଶୀର୍ବାଦ କୃପା କରୁଣା ଆଜି ଆପଣମାନଙ୍କର ସମୂହ ସଂସାର ଜଞ୍ଜାଳରୁ ମୁକ୍ତ କରାଇ ଆଜି ଆଗେଇ ଆଣିଛି ତାର ସେଇ ଭଗବତ ଭକ୍ତି କୂଳକୁ। ଯେଉଁ କୂଳରେ ମା ଭଗବତୀ ନାକି ଅଛନ୍ତି ତ ମା ଭଗବତୀ ବିଦ୍ୟମାନ ଅଛନ୍ତି। ଆଜି ସେଇ କୂଳଟି ପୁଣ୍ୟ ଏବଂ ପବିତ୍ର ପରିଣତ କରାଯାଇଛି। ଆଜି ସେଇ କୂଳଟି ଭକ୍ତମାନଙ୍କର ଭଜନ କୀର୍ତ୍ତନ ସ୍ମରଣ ଭିତର ଦେଇକି ସୁସଜ୍ଜ କରାଯାଇଛି। ସେଇ କୂଳରେ ଆଜି ପହଞ୍ଚିବେ ଆମର ଯେ ଜୀବନର ସମସ୍ତ ସଂକଟର ତ୍ରାଣକର୍ତ୍ତା ଏବଂ ଉଦ୍ଧାର ପଥପ୍ରଦର୍ଶକ ଭକ୍ତରାଜ ହନୁମାନ। ସେ ଆମରି ପାଖରେ ବୋଧେ ଅଛନ୍ତି। ସେ ଅପେକ୍ଷା କରିଛନ୍ତି ଆପଣମାନଙ୍କର ସେ ଏକାନ୍ତ ଏକାଗ୍ର ଏକମନର ଅଭାବ ନେଇକି ସେ ଆଜି ମୌନ ହୋଇକରି ବସିଛନ୍ତି। ଦେଖୁଛନ୍ତି ଭକ୍ତର ଭଗବାନ ସେ ଆଜି ଆମମାନଙ୍କୁ ଆଣିଥିଲେ କୂଳକୁ। ଆଜି ଆମର ସେବା ପୂଜା ସବୁକୁ ଭୁଲି ଯାଇକରି ଆମକୁ ଗୋଟେ ଅନ୍ଧାର ଘର ଭିତରେ ରଖିଦେଇଛନ୍ତି। ଚିନ୍ତା କରି ଦେଖ। ତେଣୁ ଏସବୁ ଜିନିଷ ହେଉଛି ବହୁତ ଜିନିଷ। କାହିଁକି ନା ଆମେ ତ ତାଙ୍କୁ ଆଣିଲେ ଆମେ ତାଙ୍କ କାର୍ଯ୍ୟ କରି ଆମର କ'ଣ ଅଭାବ ଅଛି? ଆମେ ବା ଘର ଉପରେ କୋଠା ଉପରେ ବାଟି କେତେ ଗାଡ଼ି ଘୋଡ଼ା କେତେ କ'ଣ ଘର ଦ୍ୱାର କରିସାରିଛି। ଯଦି ଆମମାନଙ୍କର ସେଇଭଳି ନିର୍ମଳ ତ୍ୟାଗମନ ଆସିବ ନିଶ୍ଚିନ୍ତ ଆମେ ସେ କାର୍ଯ୍ୟକୁ ଅତି ଶୀଘ୍ରରେ ମଧ୍ୟ ପୂର୍ଣ୍ଣାଙ୍ଗ କରିପାରିବା। ଅତି ଶୀଘ୍ର ସେ ପୂର୍ଣ୍ଣାଙ୍ଗର ପବିତ୍ରତାର ପ୍ରେମ ଭିତରେ ଦେଖିଲେ ଆମେମାନେ ଅନେକ ଦୁଃଖ ଅଭାବ ସଂକଟ ମଧ୍ୟ ତ୍ରାଣଭାବ କରିପାରିବା। ତେଣୁ ଆଜି ସେଇ କୋଳରେ ବିଦ୍ୟମାନ ହେବେ ହନୁମାନ। ହନୁମାନ ସେ କେମିତିଆ କ'ଣ ନା ଯିଏ ହେଉଛନ୍ତି ସମସ୍ତ ଭକ୍ତ ମଧ୍ୟରେ ଶ୍ରେଷ୍ଠ ଆଉ ସବୁ କିଛି
ନା ଆମେ ଯେତିକି 2.5 ଦିନ ପ୍ରତି ପ୍ରେମ ଉପରେ ଆମେ ଯେତିକି ଆଗେଇ ଚାଲିଛେ ତା ପାଇଁ ଯେତିକି ଧନ ବ୍ୟୟ କରିପାରୁଛେ ଧର୍ମ ଉପରେ ଆମର ଟଙ୍କାଟା ମଧ୍ୟ ବ୍ୟୟ କରିବା ବଡ଼ କଷ୍ଟକର ଆସିପାରୁନି। ସେଇଠି ଆମରି ଘର ପାଖରେ ପଡ଼ୋଶ ଦରିଦ୍ର ଦୁଃଖୀ ବ୍ୟକ୍ତକାର ଅଛନ୍ତି ଆମେ ତାଙ୍କ ପାଇଁ ତ୍ୟାଗ କରିବା। ଆଜି ଚିରା ଖଣ୍ଡେ ଲୁଗା ପିନ୍ଧି ତାଙ୍କ ଘରେ ଲୁଗା ସାହାଯ୍ୟ କରିବା, ଛୁଆ ଗୁଡ଼ାକ କନା ପିନ୍ଧୁଛନ୍ତି ତାଙ୍କ ଘରେ କପଡ଼ା ପିନ୍ଧେଇ ଦେବା, ଅଭାବଗ୍ରସ୍ତ ଲୋକ ତାକୁ ପ୍ରତ୍ୟେକ ଜିନିଷ ଧର୍ମ ହେବା ଆମେ ସମାଜ କରିବା। ପ୍ରତ୍ୟେକ ଜୀବନର ଆମେ ସମସ୍ତେ ନିଜ ନିଜ ଆନନ୍ଦକୁ ଆମେ ସୃଷ୍ଟି ସମାଜ ପଡ଼ୋଶ ଦରିଦ୍ର ଗୁରୁଜନ ଦୁଃଖୀ ସେବାରେ ତ୍ୟାଗ କରିବା এইটা হচ্ছে ধর্ম। তেণু ধর্ম আমি গৃহস্থ ভিতরে রয়েছে আমার কর্তব্য গৃহস্থ সর্বধর্ম রক্ষা। আজি আমার ঘরর যে হচ্ছেন সর্বশ্রেষ্ঠ দেবতা, যে দেবতাଙ୍କୁ আমি ଭାରତବର୍ଷରେ ପୃଥିବୀ ପୃଷ୍ଠରେ ଖୋଜିଲେ ମଧ୍ୟ ପାଇପାରିବା ନାହିଁ। ଲେଖିଲେ ମୋ ପିତା ମାତା ବଡ଼ ଦେବତା ସ୍ୱର୍ଗ ରାଇଜେ ନାହିଁ। ଅନେକ ଦେବତା ସ୍ୱର୍ଗରେ ଅଛନ୍ତି। ଆମର ଭାରତରେ ଶ୍ରୀ ରାମ କହିଛନ୍ତି ଜଗନ୍ନାଥ ଶ୍ରୀ ରାମ କେତେ ଦେବତା, ସବୁଠାରୁ ଶ୍ରେଷ୍ଠ ଦେବତା ହେଲେ ପିତା ମାତା ସ୍ୱର୍ଗରେ। ଆମର ଧର୍ମ ଆମେ ସକାଳୁ ଉଠି ବାପ ମାଙ୍କୁ ସମସ୍ତେ ପ୍ରଣାମ କରିବା, ତାଙ୍କ ପାଦସ୍ପର୍ଶ କରିବା, ତାଙ୍କ ପାଇଁ ତାପରେ ଗୁରୁଜନ ପ୍ରତ୍ୟେକ ଆମର ବଡ଼ ଭାଇ ଗୁରୁଜନ ପ୍ରତ୍ୟେକକୁ ଆମେ ଗୁରୁଜନ ଦେଇକି ଲଘୁଜନ ଦେଇକି ଆମେ ସମସ୍ତେ ସମସ୍ତଙ୍କୁ ଭକ୍ତିର ପ୍ରଣାମ କରିବା। ଏଇଟା ହେଉଛି ଫାଷ୍ଟ ପରିବାରର ପ୍ରଧାନ କର୍ତ୍ତବ୍ୟ ଏବଂ ଚଳିବା। ଏଇ ଜିନିଷକୁ ଆମେ ନ କରିବା ଦ୍ୱାରା ଆମମାନଙ୍କ ମନ ଭିତରେ ଯେଉଁ ପରିବାର ମନ ଭିତରେ ପ୍ରକୃତ ନିର୍ମଳ ଆନନ୍ଦର ଭାବନା ଏବଂ ଭକ୍ତିର ପ୍ରେମ ସବୁ ଲୋପ ହୋଇଯାଇଛି। ଆମେ ବାପା ମାଙ୍କୁ ବଡ଼ ଭାଇ ଗୁରୁଜନ କେହି ମଧ୍ୟ ପ୍ରଣାମ କରିବା ମନ ଭିତରେ ଆମର ଆସୁନି। ସେ ଲେଖିଲେ ଶ୍ରେଷ୍ଠ ଦେବତା ଯେତେ ଦେବତା ଭାରତବର୍ଷ ଅଛନ୍ତି ଆମେ ଏଇ ଦେବତାକୁ ଯଦି ଆମେ ଠିକ୍ ହିସାବରେ ଶ୍ରଦ୍ଧା ଭକ୍ତି ପ୍ରେମ ସେବା ଭକ୍ତିର ପ୍ରଣାମ କରି ତାଙ୍କର ଆନନ୍ଦ ଆବିର୍ଭାବ କରିବା, ତାଙ୍କର ସେ ଆନନ୍ଦର ଆଶୀର୍ବାଦ ଆମ ପାଇଁ ଆମ ପରିବାର ଭବିଷ୍ୟତ ପାଇଁ ଉଜ୍ଜ୍ୱଳ ପ୍ରକାଶ କରି ତାଙ୍କରି ଆଶିଷ ଏକା ସିନା ବିପଦୂତ ହେବା ପାଇଁ। ତେଣୁ ତାଙ୍କର ସାଧନ ତାଙ୍କର ଭଜନ ତାଙ୍କର କଠିନ ଶ୍ରମର ଫଳାଫଳ କେତେ ଆମ ପାଇଁ ଉପାସନା କେତେ ଦୁଃଖ ଭୋକ କେତେ କ'ଣ ସେ ଗୋ ଝାଡ଼ା ମଣି କେତେ କ'ଣ କାଢ଼ିକି ସେ ମଣିଷ କରିଛନ୍ତି। ଆମେ ସେମିତି ଆମର ପ୍ରତ୍ୟେକ ପରିବାର କର୍ତ୍ତବ୍ୟ ହେଉଛି ଆମେ ତାଙ୍କୁ ସେ ଉଚିତ ସମ୍ମାନ ସହଭକ୍ତିର ପ୍ରେମ ସେବା ପ୍ରଦାନ କଲେ ଆମର ପରିବାର ପବିତ୍ରତା ପରିବାର ଉଜ୍ଜ୍ୱଳତା ପରିବାର ନିର୍ମଳତାର ବିକାଶ ନିଶ୍ଚିନ୍ତ ଅଗ୍ରଗତି କରି ଯାହାଦ୍ୱାରା ଆମର ପରିବାର ସମାଜ ପଡ଼ୋଶ ପାଇଁ ଶୁଭର କାରଣ ହେଇପାରିବ। ଆମେ ସମାଜ କରି ମଧ୍ୟ ଗୋଟେ ଆଦର୍ଶ ପରିବାରରେ ମଧ୍ୟ ପରିଣତ ହେଇପାରିବା। କ'ଣ ଆମେ କହୁଛେ ଯଦି ବାପା ମାଙ୍କର ସେବା ଯତ୍ନ କରି ଆମେ ଯଦି ଠାକୁରଙ୍କ କତିକି ରାମଚନ୍ଦ୍ର କତିକି ଯିବା ରାମ ଭଜନ କରିବା ରାମ ଖୁସି ହେବେ। ରାମଙ୍କର କେମିତିଆ ପିତାମାତାଙ୍କୁ ଭକ୍ତି ଥିଲା ଆପଣ ଜାଣିଥିବେ ନା? ସେ ଭକ୍ତି ଶିଶୁ ଶିକ୍ଷା ପାଇଁ ଆମେ କରିଯାଇଥିଲେ ସବୁ ବ୍ୟବସ୍ଥା କରିଥିଲି। ଆମେ ବାପା ମାଙ୍କୁ ତାଙ୍କର କେତେ ତ୍ୟାଗ ଥିଲା କେତେ ଶ୍ରଦ୍ଧା କେତେ ଏକାନ୍ତ ଭକ୍ତି ଥିଲା। କାଲି ସେ ରଜା ହେଇଥାନ୍ତେ ଆଜି ସେ ଜଙ୍ଗଲ ବୋଲି ଚିନ୍ତା କର। ଆମେ ସେଇଭଳି ପିତାମାତାଙ୍କୁ କିଛି ସମ୍ମାନ ସମୁଦ୍ର ପ୍ରେମ କରିବା ରାମ ରାମ କରିବା ତାଙ୍କୁ ପ୍ରେମ କରି ରାମଙ୍କର ଆଶୀର୍ବାଦ ଆମର ମର ଜଗତରେ କରିବା ପାଇଁ ନିଶ୍ଚିନ୍ତ ସହାୟତା। ଆମେ ଆଜି ରାମ ରାମ କରି ବାପା ମାକୁ ସମ୍ମାନ ଦେଇପାରିଲେନି। ଆଜି ରାମଙ୍କର ଆଶୀର୍ବାଦ ଆମ ଜୀବନର ମୌଲ୍ୟତାକୁ ପରିମାର୍ଜିତ କରିବା ପରେ ସମ୍ପୂର୍ଣ୍ଣ ଦୁର୍ବଳତାର ପରିଚୟ ସୃଷ୍ଟି କଲା। ଆମ ବାପା ଦାଦା କେତେ ଠାକୁର କେତେ ଭଜନ କେତେ କ'ଣ କରି 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 ଜୀବନ ମଳିଆ କରି ଚାଲିଛନ୍ତି ଅଳିଆ କରି ଚାଲିଛନ୍ତି। ଜୀବନର ନିର୍ମଳତା ସମାଜ ଦରିଦ୍ର ପଡ଼ୋଶ ଗୁରୁଜନ ପ୍ରତ୍ୟେକ ପାଇଁ ଠିକ୍ ଅନୁକୂଳ କାରଣ ହେଇପାରୁନାହିଁ ଚିନ୍ତା। ତେଣୁ ଆମେ ଭଗବାନ ସୃଷ୍ଟିକୁ ଆସିଛେ। ଆଜି ସେ ଭଗବାନଙ୍କର ଶ୍ରେଷ୍ଠ ଭକ୍ତ ଭଗବାନ ଅଛି। ଆଜି ଆମେ ସମସ୍ତେ ତାଙ୍କରି ଉଦ୍ଦେଶ୍ୟରେ ଆଜି ଆମେ ସମସ୍ତେ ଦ୍ୱନ୍ଦ୍ୱ ତ୍ୟାଗ କରି ଆଗେଇ ଆସିଛେ। ଆଜି ତାଙ୍କର କୋଳଟିକୁ କୋଳ ଆଜି ଆମେ ସ୍ଥାପନା ଆଜିଠାରୁ ଆମେ ଆରମ୍ଭ କଲେ
ଯେଉଁ କୂଳରେ ଆମେ ତାଙ୍କୁ ବସେଇ ତାଙ୍କର ଭଜନ କୀର୍ତ୍ତନ କରି ଆମର ଦୁଃଖ ସଙ୍କଟ ଗ୍ରାମର ଅଭାବ ସମସ୍ୟାକୁ ଦୂରୀକରଣ କରିବା। ଆଜି ସେ ଆଗେଇ ଆସୁଛନ୍ତି। ଆମମାନଙ୍କ ଅନେକ ଦିନର ଭକ୍ତିର ପ୍ରେମକୁ ସେ ଅପେକ୍ଷା କରିଥିଲେ। ଆଜି ସେ ଆପଣମାନଙ୍କର ଏକାନ୍ତ ଗରିଷ୍ଠ ଭକ୍ତି ଭିତରେ ଦେଖି ସେ ଆଜି ଆମ କୁଳକୁ ଆଗେଇ ଆସିଛନ୍ତି। ଆମେ ତାଙ୍କୁ ଉଚିତ ସମ୍ମାନ ସହ ଭକ୍ତି ସହିତ ତାଙ୍କର କାର୍ଯ୍ୟକୁ ଲାଗି ତାଙ୍କ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରି ତାଙ୍କ ଲୀଳାକୁ ପ୍ରକଟିତ କରି ତାଙ୍କ ପାଖରେ ଆମର ଭକ୍ତିର ଭଜନ ଫଳପତ୍ର ପ୍ରଦାନ କରି ଆମ ସଂସାର ସମ ଦୁଃଖ ଅଭାବ ସଂକଟ ସମ୍ମାନ ଗୋଟେ ଏହିପରି ଜିନିଷ ଆପଣ ଜାଣନ୍ତୁ। ଯେତେବେଳେ ଏ ଜଗତ ଦୁଃଖ ଦୁର୍ଥିର ଅଭାବ ସଂକଟ କରିଥିଲା, ସେ ଯେତେବେଳେ ଆସିଗଲେ ଧରାଧାମକୁ ଏ ସୃଷ୍ଟି ସମାଜ ସବୁ ଗୋଟିଏ ଆନନ୍ଦରେ ସବୁ ଭରପୁର ହୋଇଗଲା। ଦରିଦ୍ର ଦୁଃଖୀ ବଡ଼ଲୋକ ଧନୀ କେହି କାହାକୁ ଚିହ୍ନିବାର ହେଇପାରିବନି, ସମସ୍ତେ ସମାନ। ଗୋଟେ ମାର୍କେଟକୁ ଗଲେ ଦେଖିବା ସବୁ ସମାନ। କେହି ଜଣେ ଦରିଦ୍ର ସେ ଖଣ୍ଡେ ପ୍ୟାଣ୍ଟ ପିନ୍ଧି ତାର ସାର୍ଟ କୋଟ ଘଣ୍ଟା ଟୋପି ଗାଡ଼ି ପ୍ରତ୍ୟେକ ଚିନ୍ତା ଘର କୋଠା ରାସ୍ତା ଆଗରେ ପକ୍କା ପ୍ରତ୍ୟେକ ଜିନିଷ ସବୁ ହନୁମାନ ବିଷୟରେ ମୋର ଭଗତ ମୋର ମିତ୍ର ସେ କରେ ଜଗତ ଏ ଜଗତ ଏ ଦୁଃଖ ଦୁର୍ଦିନ ଅଭାବ ସଂକଟ ଭିତରେ ଅପବିତ୍ର ହୋଇକରି ପଡ଼ି ରହିଥିଲା। ସିଏ ଯେତେବେଳେ ଆସିଗଲେ ସିଏ ସବୁ କୁଆଡ଼େ ଦୂରେଇଗଲା। ଆଜି ଉଜ୍ଜଳମୟ ଆଲୋକ ଭିତରେ ଦେଖି ଆମେ ସଂସାର ଜୀବନ ଯାପନ କରୁଛେ। ପ୍ରତ୍ୟେକ ଜିନିଷ ଆମ ପାଇଁ ସବୁ ସୁବିଧା ବି ହେଇଯାଇଛି। ତେଣୁ ହନୁମାନେ ତାଙ୍କର ଲକ୍ଷ୍ୟ ସେ କ'ଣ? ସେ କେବଳ ସେ ଭଗବାନ ଚିନ୍ତା କରି ଆମମାନଙ୍କ ପାଇଁ ସେ ରାମଙ୍କ କାର୍ଯ୍ୟରେ ଆଗି ତାଙ୍କ ପାଇଁ ତାଙ୍କର ରାମ ଭକ୍ତି କିଛି ନଥିଲା। ସେ କେବଳ ସୃଷ୍ଟିର ମଙ୍ଗଳ ପାଇଁ ଏ ଅଧର୍ମ ଦୁର୍ଜନ ଶକ୍ତିକୁ ଦୂରୀକରଣ କରି ସଜନର ସୁପ୍ରେମକୁ ଆବିର୍ଭାବ କରିବା ପାଇଁ ସେ ଆଗେଇ ଆସିଥିଲେ ପ୍ରଭୁଙ୍କ ନିକଟକୁ। ତେଣୁ ରାମଚନ୍ଦ୍ର ସେ ରଜା ଭାବେ ସମସ୍ତଙ୍କ ମନ ଭିତରେ ଉତ୍ସାହ ଆନନ୍ଦ। ରାମ ହୁଏ ରଜା ଯେ ଆମ ଜନମଙ୍ଗଳ ଜନ କଲ୍ୟାଣ ଜନ ଆନନ୍ଦରେ ପୂର୍ଣ୍ଣ ଭାବନା ପୂରିକି ରହିବ। ତା ଦେହରେ କୌଣସି ବିକାରର ମଳିତା ପ୍ରବେଶ କରି ପ୍ରାଣୀମାନେ ସମସ୍ତେ ଶାନ୍ତି ଜୀବନ ଆନନ୍ଦ ଜୀବନ ବହୁତ ଅଧିକାରିତ ହେବ। କାହିଁକିନା ଏଇଭଳି ଗୋଟେ ଜିନିଷ ରାମ ଜଣେ ଦୁଃଖୀତାକୁ ଦେଖି ପକାଉଥିଲେ ତାର ଦୁଃଖ ଦୂରେଇ ଯାଇଥିଲା। ଜଣେ ବିଷାଦ ମନ ତାକୁ ଦେଖି ପକାଉଥିଲେ ତାଙ୍କ ମନରେ ପ୍ରଫୁଲ୍ଲତା ଆସୁଥିଲା। ଜଣେ ଭୋଗୀରେ ଦେଖି ପକାଉଥିଲା ଭୋଗ ବି ବିଶ୍ୱଙ୍କର ଦୂରେଇ ଯାଇଥିଲା। ସମସ୍ତେ ତାଙ୍କ ଦର୍ଶନ କରିବା ପାଇଁ ଚାହାନ୍ତି। ବାପା ମା ତାଙ୍କୁ ସବୁବେଳେ ପାଇଁ ଆଦର ସ୍ନେହ ପ୍ରେମ ବି ସବୁ କରନ୍ତି। ତେଣୁ ସମୟ ଆସିଛି ରାମ ହବେ ରଜା। ସବୁ ଜଗତ ସାରା ଆଲୋଚନା ହେଇଗଲା ପ୍ରଚାର ହେଇଗଲା ରାମ ହବେ ରଜା। ସାଧୁ ସନ୍ଥ ମହାତ୍ମା ସତ୍ସଙ୍ଗ ଡକାଗଲା। ରାଜା ମହାରାଜ ବି ଆସିଲେ। ପ୍ରତ୍ୟେକ ଗ୍ରାମ ଗୀତା ସ୍ୱର ଟାଉନ ଭଜନ କୀର୍ତ୍ତନ ସ୍ମରଣ ଅନ୍ନଦାନ ବସ୍ତ୍ରଦାନ ପ୍ରତ୍ୟେକ ଜିନିଷ ମଧ୍ୟ ଚାଲୁ ରହିଲା। ପ୍ରତ୍ୟେକ ପରିବାର ଗାଁରେ ଚିତା ଭଜନ କୀର୍ତ୍ତନ ଅଦାନ ପ୍ରତ୍ୟେକ ଉପରେ ଭଜନ ପ୍ରବଚନ ବାବାଜୀମାନ ପ୍ରତ୍ୟେକ ଗାଁରେ ପ୍ରବଚନ ରାମ ବିଷୟରେ ଆଲୋଚନା ସବୁ ରାମ ହେଲେ କାଲି ସେ କାର୍ଯ୍ୟ ଉପରେ ସମସ୍ତେ ପରିବାର ମଧ୍ୟ ବ୍ୟସ୍ତ ଅଛନ୍ତି। ସମସ୍ତେ କେମିତି କାଲି ରାମ ହେବେ ରଜା। କେମିତି ଭକ୍ତମାନେ ପ୍ରଜାମାନେ ସାଧୁମାନେ ମହାରାଜମାନେ କେମିତି ଆନନ୍ଦପୂର୍ବକ ସେମାନେ ଠିକ୍ ସମ୍ମାନ ପାଇପାରିବେ। ତାଙ୍କ ମନରେ ଖୁସି ଆସିବ ଆନନ୍ଦ ଆସିବ। କୌଣସି କିଛି କେମିତି ବିକାର ନ ଆସେ ସେ ସମସ୍ତଙ୍କର ଦୃଢ଼ତାର ଧ୍ୟାନ ଥାଏ। ସେହି ସମୟରେ ଆମ ମାହୋଜୁଞ୍ଜି କରିଛି ସେ କ'ଣ କରିଥିଲେ ନା ସେଇ କାର୍ଯ୍ୟ କରିଥିଲେ। କିନ୍ତୁ ତାଙ୍କୁ ଟିକେ ବାଧାଏ ଥଣ୍ଡା ପବନ ସେ ଚାର ଅବସ୍ଥାରେ କିଏ ଘୁମେଇ ଯାଇଥିଲେ। ସାଇ ଭାବିଥିଲେ ଦେଖିଲେ ଯେ ତାଙ୍କ ପୁଅ ଘର କହିଛି ସ୍ୱପ୍ନରେ ସାଇ ଭିତରେ ଯେ କି ରଜା ହେଇଛନ୍ତି। ଚାମର ଚାଲିଛି ରକ୍ତ ସିଂହାସନ ବସିଛନ୍ତି। ହଜାର ହଜାର ପ୍ରଜଗତ ବସିଛନ୍ତି। ପ୍ରଜାମାନଙ୍କ ସୁମଙ୍ଗଳ କାମନା କରି ତାଙ୍କର ଅମୃତବାଣୀକୁ ପ୍ରୟୋଗ କରୁଛନ୍ତି। ଏଇସବୁ ଦେଖିଲେ ତାଙ୍କ ନିଜ ଭାଙ୍ଗିଗଲା। ହେଲା ହେ ଇଏ କ'ଣ କିଛି ଜାଣିପାରୁନି ଏ ଜିନିଷ କ'ଣ ସତ୍ୟ ହେବ। ତାଙ୍କ ମନ ଭିତରେ ପୁଣି ଆସିଗଲା ଆରେ ହେ ସ୍ୱାମୀ ଗୋଟେ ଗୋଟେ ବର ଯାଚିଥିଲେ ଆଜି ମୁଁ ସେ ସ୍ୱାମୀକୁ ସେ ବର ମାଗିବି। ତାପରେ ଆଉ ଗୋଟେ କଥା ମନେ ପଡ଼ିଗଲା ଆରେ ରାମଚନ୍ଦ୍ର ତାଙ୍କୁ ଜନ୍ମକୁ ନ ପଠେଇବା ଏ ଯେଉଁ ଦୁଷ୍ଟ ଅସୁର ଗଣ ଆଜି
ସୃଷ୍ଟିର ସମାଜର ବହୁତ କ୍ଷତି କରୁଛନ୍ତି। ଦେବତାଙ୍କର ଅତ୍ୟାଚାର ଭଗବତ କାର୍ଯ୍ୟକୁ ଜ୍ଞାନଷ୍ଠାଙ୍କର ବାହା ବିଭିନ୍ନ ଅସାଧାରଣ ସୃଷ୍ଟି କରୁଛନ୍ତି। ତାଙ୍କୁ ବିନାଶ ନ କଲେ ଜନସମାଜ ସ୍ଥିର ଜୀବନ ଅଧିକ୍ଷେପ ହୋଇପାରିବେ ନାହିଁ। କିଛି ଚିନ୍ତା କରି ଆଗେଇ ଆସିଲେ ସ୍ୱାମୀ ସ୍ୱାମୀ କରି ପ୍ରଣାମ କଲେ। ଦଶ ଛିଡ଼ା ହେଇଥିଲେ କହିଲେ କ'ଣ ହେଲା ନା ଗୋଟେ କଥା ଆଉ ସମୟ ନାହିଁ, ଆପଣ ସତ୍ କରନ୍ତି କହିକି ଯଦି ଆପଣ ପାଳନ କରିବେ ତାହେଲେ ଠିକ୍ ସେ ସତ୍ କରିଥିଲେ। କାରଣ ସେ କହୁଥିଲେ ମୋ ଗାଁ ଗାଁ ଲୋକ ସେ ଦଶରଥ ଯାହା ପୂର୍ବରୁ ଧର୍ମ ରକ୍ଷା କରିବା ପାଇଁ ପରମେଶ୍ୱର ଭଗବାନଙ୍କର ଆଶୀର୍ବାଦ ପୂର୍ବକ ରାମଚନ୍ଦ୍ର ଆଗେଇ ଆସିଥିଲେ। ତେଣୁ ସେ ସେଇଠି ସତ୍ କଥାକୁ ସେଠି ସେ କହିଥିଲେ। କହିଲେ ଦେଖନ୍ତୁ ସ୍ୱାମୀ ଆପଣ ତ ସତ୍ କଲେ, ମୁଁ କାଲି ସ୍ୱପ୍ନ ଆଜି ଦେଖିଲି ଯେ ମୋ ପୁଅ ରଜା ହେଇଛି, ମୋ ପୁଅ ଭରତ ରଜା ହେବ, ରାମଚନ୍ଦ୍ର 14 ବର୍ଷ ବନବାସ ଥିବେ ଏବଂ ଅନାହାତ এই বিষয়ে যেତେବେଳେ କହିଥିଲେ ଆଉ କ'ଣ ହେବ, ବାଜା ଭଜନ କୀର୍ତ୍ତନ ବାଣ ପ୍ରବଚନ ସବୁ ଭୋଗ ରାମ ରଜା ହେବେ। ଆଉ ବୟସ ଦିନ ସେ ତ ହେଉଛନ୍ତି ମହାତ୍ମା ବ୍ୟକ୍ତି, ସତ୍ ତାଙ୍କର ଧର୍ମ ଜୀବନ ଚାଲିଗଲେ, ପରିବାର ଭାସିଗଲେ, ସେ ସତ୍କୁ କେବେ ଛାଡ଼ିବେ ନାହିଁ। ସେ ସତ୍ କରିଛନ୍ତି। ତେଣୁ ସେ ସେଇଠି କହିଥିଲେ ହେ କହିବି ଆମେ ତ ରାମକୁ ନ ଦେଖିଲେ ଆଜି ପ୍ରଧାନମନ୍ତ୍ରୀ ସବୁ ବିଭିନ୍ନ ପ୍ରକାର ସମସ୍ୟା, ସେମିତି ରାମକୁ ଡାକ, ଆମେ ଦୁଇ ଜଣ ଆଜି ସଭା ଡାକିବା ତାଙ୍କୁ ଭଲ କରି ଆଖି ପୁରି ଦେଖିବା, କାରଣ ସେ ଜଙ୍ଗଲ ଚାଲିଯିବେ ଆଉ ସମୟ ନାହିଁ। ସେ ଡାକିଥିଲେ ରାମ ରାମ ରାମ। ରାମଚନ୍ଦ୍ରଙ୍କ କାନରେ ବାଜି ଯାଇଥିଲା ସେ ଅମୃତ ବାଣୀ। ସେ ଦେଖିଲେ ବାପା ବୋଉ ଏକ ମନରେ ସାଙ୍ଗ ଡାକୁଛନ୍ତି ସଦା ପାଣି ବାଣିକି ସେ କେବେ ଶୁଣିନଥିଲେ। ତାଙ୍କ ମନ ଭିତରେ ବହୁତ ଆନନ୍ଦ ଆସିଗଲା। ଆରେ ବାପ ମାଙ୍କର ମୋ ପାଇଁ ଗୋଟେ ଉନ୍ନତ ଆଶୀର୍ବାଦ ଯାହା ଆସିଯାଇଛି ଭାବିକିରି ସେ ଶୀଘ୍ର ଆଗେଇ ଆସିଥିଲେ। ବାପା ବୋଉ ଆପଣ କାହିଁକି ଅଧଙ୍କୁ ଡାକୁଛନ୍ତି, କ'ଣ ଦରକାର ଅଛି ନା? ହଁ ରେ ବାପା ଦରକାର ଅଛି, ତ ଆଳୁକୁ ଆଇଲୁ କୋଳକୁ ନେଇଗଲେ। ବୁଢ଼ା ବୁଢ଼ୀ ଆଖି ଲୁହ ବହୁଛି, ସେଇ ଲୋଚକରେ ତାଙ୍କ ମୁହଁ ଧୋଇ ଦେଇ ପୋଛି ପକେଇଲେ। କହିଲେ ବାପା ସମୟ ନାହିଁ, ଟିକେ ଯା, ଆମ କଥା ଟିକେ ଆଉ ତ ସମୟ ଦରକାର ନା କ'ଣ କହୁନାହାନ୍ତି? ନାଇଁ ତୁ ଯା କରୁ ସେ ଘରେ ତୁ ଯେଉଁ ରାଜ ଅଳଙ୍କାର ସବୁ ପିନ୍ଧିଛୁ ତାକୁ ସେ ଘର ଭିତରେ ଥୋଇ ଦେଇକି ଆସ। ସେ ଅଲଗଣରେ ଗୋଟେ ଧୋତି ପଡ଼ିଛି ତାକୁ ପିନ୍ଧ, ଗୋଟେ ଚାଦର ଟିକେ ପଡ଼ିଛି କାନ୍ଧରେ ପକେଇ ଉତାରଟିଏ ଆସେ ଯାଇକି ଆମେ ତୁ ଆଗରେ ଯାହା କହିବୁ। ରାମଚନ୍ଦ୍ର ହସ ମନରେ ଖୁସି ମନରେ ସେ ଆଗେଇ ଯାଇଥିଲେ ଘର ଭିତରକୁ। ସବୁ ଅଳଙ୍କାର କାଢ଼ି ଦେଇକିରି ଧୋତିଟି ପିନ୍ଧି ଉତାରଟି କାନ୍ଧରେ ପକେଇ ଆଗେଇ ଆସିଥିଲେ। ଆସି ମୋ ପାଖରେ ସାଷ୍ଟାଙ୍ଗ ପ୍ରଣାମ କରି କହିଥିଲେ ବାପା ବୋଉ ଆଉ କ'ଣ ଡେରି କାହିଁ କ'ଣ କହୁନାହାନ୍ତି? ନା ବାପା ସମୟ ନାହିଁ, ଏ ଯେଉଁ ଅନ୍ଧକାର ବିଷ୍ଣୁ ଅନ୍ଧକାର ଜନ୍ମ ଦେଖାଯାଉଛି, ତୁ ଯେତେ ଶୀଘ୍ର ଏ ଅନ୍ଧକାର ଜନ୍ମରୁ ତୁ ଯିବାକୁ ପଡ଼ିବ। 14 ବର୍ଷ ବନବାସ ପଡ଼ିବ, 14 ବର୍ଷ ମହାବୀର ପଡ଼ିବ। ରାମଚନ୍ଦ୍ର ହସିଥିଲେ। ତାଙ୍କ ମନ କିଛି ଆନନ୍ଦରେ ବ୍ୟାପକ ହୋଇଯାଇଥିଲା। ସେ ସେଇଠି ଆନନ୍ଦ ମନେ କରିଥିଲେ ବାପା ବୋଉ ଇଏ ଗୋଟେ ଆପଣଙ୍କର ଅନେକ ଦିନର ଆଶୀର୍ବାଦ, ଏ ଅଧମ ରାମ ପାଇଁ ଆଗେଇ ଆସିଛି ଯେଉଁ ଆଶୀର୍ବାଦ ଆଜି ଅଯୋଧ୍ୟା ମଙ୍ଗଳ ପରେ ଗୋଟେ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବାରେ ସହାୟ ଭାବିକିରି ସେ ଧୀରେ ଧୀରେ ଆଗେଇ ଯାଇଥିଲେ। ଅନ୍ଧକାର ଥିଲେ କି ଆମର ସାନ ଭାଇ ଲକ୍ଷ୍ମଣ ତାଙ୍କ ପାଖରେ ଦେଖିଲେ ଭାଇ ଜଙ୍ଗଲକୁ ଚାଲିଗଲେ, ତାଙ୍କର ସୁରକ୍ଷା ତାଙ୍କ ପାଇଁ ଟିକେ ସାହାଯ୍ୟ ନାଇଁ କିଏ କରିବ? ଭାଇ କେତେ ମହାନ এই চিন্তাକୁ ସେ ଦେଖିଲେ ଭାଇ ଠାରୁ ବଡ଼ ବନ୍ଧୁ ସୃଷ୍ଟି ଭିତରେ ନାହିଁ। ଯଦି ଭାଇ ପାଖରେ ଭାଇ ଥାଇକି ଭୋକ ଉପାସ ଦୁଃଖ ଜନ୍ମ ଜୀବନ ଯାପନ କଲା, ସେ ଭାଇ ହିଁ ଅଧୋଗାମୀର କାରଣ। ଯଦି ଆମେ ଭାଇ ଥାଇକି ଯଦି ଭାଇ ଆମର ଦୁଃଖ ଅଭାବ ଅନ୍ୟାନ୍ୟ କାର୍ଯ୍ୟ ପରେ ଯଦି ସେ ରହିଗଲେ ଆମେ ଅଧୋଗାମୀ ହୋଇଯିବା। ତେଣୁ ସେ ଆଗେଇ ଯାଇଥିଲେ ଭାଇଙ୍କର ସୁରକ୍ଷାରେ ଧର୍ମ ରକ୍ଷା କରିବା ପାଇଁ। ବାପା ବୋଉ ଭଜନ କୀର୍ତ୍ତନ ସବୁ ଚାଲିଛି, ଛାଡ଼ି ଦେଇ ଚାଲିଯାଇ ଥିଲେ କି ମା ଭଗବତୀ ଘର ଭିତରେ ଓରାଣ୍ଟି ପକେଇ ଛିଡ଼ା ହେଇଛନ୍ତି ସରକା ପାଖରେ। ଦେଖିଲେ ଅନେଇଲେ ଯେ ସ୍ୱାମୀ ଗଲେ, ଦିଅର ଗଲେ, ଏ ଅଧମ ଭାଇ ତୁ ଯେ କାହିଁକି ଛିଡ଼ା ହେଇଛୁ? ସ୍ୱାମୀ ତୋର ଠାକୁର, ତୋର ଦେବତା, ତୋର ଈଶ୍ୱର ପ୍ରଭୁ, ତାଙ୍କର ସେବା ତୋର ଧର୍ମ। ଆଇ ସେ ଜନ୍ମ ଚାଲି ଯାଇଛନ୍ତି, ତାଙ୍କ ପାଦରେ କିଏ ହାତ ମାରିବ? କଣ୍ଟା ଟିକେ କିଏ କାଟିଦେବ? ପାଣି ଟିକେ କିଏ ଦେବ? ଲୁଗା ଟିକେ କିଏ ଧୋଇଦେବ?
ଫଳମୂଳ ପତ୍ର ଆଣି କିଏ ତୋଳିଦେବ ଏଠି କହିକିରି ସେ ଆପେ ଆପେ ଧୀରେ ଧୀରେ ଘରୁ ପାଦ କାଢ଼ି ଆଗେଇ ଯାଇଥିଲେ। ଭକ୍ତ ପ୍ରଜାସୁ ଦେଖୁଥାନ୍ତି ଯେଉଁ ଭଜନ କୀର୍ତ୍ତନ ଯେଉଁ ଗର୍ଜନ ତର୍ଜନ ଚାଲିଥିଲା ସେଥିରେ ମା ସୀତା ବାହାରିଗଲେ ତାଙ୍କ ସ୍ୱାମୀକି ସ୍ମରଣ କରି ଅନ୍ଧକାର ଜମିକୁ ସେତେବେଳେ ସବୁ ବନ୍ଦ ହୋଇଗଲା। ସେତେବେଳେ ଥିଲେ କିଏ ଆମ ଯେ ଥିଲେ ଭରତ। ସେ କ'ଣ କରିଥିଲେ ନା ସେ ବାଟିକାରେ ବସିକି ଭାଇଙ୍କ ରାଜକାର୍ଯ୍ୟ ପରେ କେମିତି ଶୃଙ୍ଖଳା ଶାନ୍ତି ସବୁ ପ୍ରକାର କାର୍ଯ୍ୟର ତତ୍ପରତା ଉପରେ ସବୁ ପାଇଁ ଧ୍ୟାନ ରଖିଥିଲେ। ଯେତେବେଳେ ଦେଖିଲେ ଏ ଭଜନ କୀର୍ତ୍ତନ ବାଜା ବାଣ ବାଦ୍ୟ ସବୁ ବନ୍ଦ ହୋଇଗଲା ସେତେବେଳେ ତାକୁ ଅନୁଧ୍ୟାନ କରି ଦେଖିଲେ କାଳରେ ଏଇଭଳି ଗୋଟେ ସୃଷ୍ଟି ହେଇଛି। ସେଇଠି ସେ ନିଜକୁ ଚିନ୍ତା କରିଥିଲେ ଆରେ ବଡ଼ ଭାଇ ଥାଇକିରି ଯଦି ସାନ ଭାଇ ରାଜସିଂହାସନରେ ବସିଲେ ତାହେଲେ ପ୍ରଜାମାନେ ଦୁଃଖ ଦୁର୍ଦିନ ଅଭାବ ସଂକଟ ଜୀବନରେ ତାର କ'ଣ କରିଥିଲେ ନା ନିଜର ହୃଦୟ ସିଂହାସନକୁ ପରିଷ୍କାର ପରିଶ୍ରମ କରି ସେ ବାଟିକାରେ ଭକ୍ତିପୂର୍ବକ ବଡ଼ ଭାଇ ରାମକୁ ବସେଇ ଆଗେଇ ଯାଇଥିଲେ। ରାମକୁ ଅଯୋଧ୍ୟା ପ୍ରଧାନମନ୍ତ୍ରୀ ଉପରେ ଚିନ୍ତା କର ଧର୍ମଟି କେମିତିଆ ଜିନିଷ। ଆମରି ଘର ପାଖରେ ଦରିଦ୍ର ସେ ଠିକ୍ କରୁନା ଖାଇବାକୁ ପାରୁନାହିଁ। ଆମେ ଖାଇ ପିଇକି ପେଟ ଉପରେ ଛାତି କରି ଚାଲିଛେ ଧନ ଟଙ୍କା ଧାନ ଜମା ହେଇଛି ହେଲେ ଆମର ଧର୍ମ ଜୀବନର କିଛି ସମର ତ୍ୟାଗକୁ ଏ ଦରିଦ୍ରକୁ ପାଇଁ ତ୍ୟାଗ କରି ତା ଦୁଃଖ ଦୂରୀକରଣ କରିବା ସେ ବିଷୟରେ ଆମ ଧର୍ମ କିଛି ନାହିଁ। ସେଇଠି ଘର ପାଖରେ ଚିରା କନା ଅଳିଆ ପିନ୍ଧିକିରି ମା ମାନେ ପିଲାମାନେ ଗୁରୁଛନ୍ତି ଦୁଃଖ ଦୁର୍ଦିନ ଭିତରେ ଆମ ଘର ଭିତରେ ହଳ ହଳ ଲୁଗା ଥୁଆ ହେଇଛି। ପିଲା ଛୁଆଙ୍କର ସାର୍ଟ ପଡ଼ିଛି ଆମେ କ'ଣ ତାଙ୍କୁ ଖଣ୍ଡେ ଦେଉଛେ। ଆମର କ'ଣ ଧର୍ମ ହୁଏ ପରୋପକାର ପର ମଙ୍ଗଳ ପର କଲ୍ୟାଣ ପର ଆନନ୍ଦ ପର ଖୁସି ଦେଇକିରି ଜୀବନକୁ ଗଢ଼ି ତୋଳିବାର ଆମର ବଡ଼ ଧର୍ମ। ପ୍ରତ୍ୟେକ ଜୀବଜଗତର ଧର୍ମ ରହିଛି ହେଲେ ମଣିଷର ଧର୍ମକୁ ଧକା ଦେଇଛି ମଣିଷ। ଜଣେ ଅଭାବଗ୍ରସ୍ତ ଲୋକ ନୀତି ମଜୁରିଆ ଯାଏ ଆଜି ଟିକେ ଅସୁସ୍ଥ ହୋଇଯାଇଛି ବର୍ଷା ଖାଉଛି ପିଲାମାନେ ଛଟପଟ ଆମେ ସେଇଠି ଘରେ ଦେଖୁଛୁ ଛିଡ଼ା ହେଇକିରି ବୋଉ ମୁଁ ଖାଇବି ଖାଇବି ବ୍ୟସ୍ତ ନା ବାପା ଦେହ ତ ଖରାପ ଯାଏ ମୁଁ ଦୋକାନ ଗୁଡ଼ାକୁ ଯାଉ ଟିକେ ସେ ରମେଶକୁ ଲୋକ ଚାଉଳ 5 ଖଣ୍ଡ କରିଥାଉ ଟିକେ କହ ଟିକେ ଆପତ୍ତି କରେ ଚିନ୍ତା କରି ଆମେ ସେଇଠି ଦେଖୁଛେ। ଆମେ ତାଙ୍କୁ ଚାଉଳ ଦେଖିଲେ ଡାଲି 5 ଚାଉଳ ଟିକେ ପଠେଇବା ଆମର ତ୍ୟାଗ ରୂପକ ଯେଉଁଟା ଓରିଜିନାଲ ଧର୍ମ ଆମ ପାଖରେ କିଛି ନାହିଁ। ସେଇଠି ଘର ପାଖରେ ଆମରି ଗାଁରେ 3-4ଟା ଭୂମିହୀନ ଲୋକ ସେ ଆଜି ସେଇ ଆମର ସଂସାର କରରେ ଘର କରି ରହିଛନ୍ତି। ଆମର ପିଲାମାନେ କେତେବେଳେ ତାଙ୍କ ଯାଇ ହୋ ହାଲା ହେଇକି ତାଙ୍କୁ ପାଟି ବ୍ୟବହାର ଖରାପ କରୁଛନ୍ତି। ଆମ ଗାଁରେ ଯେତେବେଳେ ଆମେ ବସି ମିଟିଂ କରୁଛେ ତାଙ୍କୁ ମଧ୍ୟ କେତେଥର ଡକେଇକିରି ଶୀଘ୍ର ଘର ଭାଙ୍ଗ ଆଣନ୍ତି କାହିଁ ଜାଗାରେ ଅନାବୃତ୍ତି କରୁଛନ୍ତି। କେତେ ପ୍ରକାର ଆସୁଛି କର କିଛି ଜାଗା କିଛି ବାଡ଼ି କିଛି ଝିଅ କିଛି ବିଲ ଅଳିଆ ହାଇ ପଡ଼ିଛି ଆମର ଏରିଆ ଭିତରେ। 2 ଜଣ 4 ଜଣ ଦରିଦ୍ର ଭୂମିହୀନ ଲୋକ ଆମେ ତାଙ୍କୁ ଗୁଣ୍ଠେ ଲେଖା ଜାଗା ଦେଲେ ସେ ଘର କରି ମଧ୍ୟ ଆଉ ବାରି ଟିକେ ବି କରିପାରିବେ କାହିଁ ପାରିଲା କି ଚିନ୍ତା କରି ଦେଖନ୍ତୁ ତାର ଧର୍ମ କାହାର ଧର୍ମ ଆମ ପାଖରେ ନାହିଁ। ଇଏ ଯେଉଁ ଧର୍ମ ଗୁଡ଼ାକ ଆମ ଆଜି ବାଲ୍ୟକାଳରୁ ବାପା ଯା ଉଡ଼ି ଉଡ଼ି ଆଜି ସମାଜର ପବିତ୍ରତାକୁ ଖୋଟନ କରିଦେଇଛନ୍ତି। ପରିବାର ପବିତ୍ରତା ସମ୍ପୂର୍ଣ୍ଣ ମଳିନତାରେ ପରିଣତ ହୋଇଯାଇଛି। ବାପାଙ୍କ ପାଇଁ ପିଲାଙ୍କର ଭକ୍ତି ନାହିଁ ଭାଇ ପାଇଁ ସବୁ ନଷ୍ଟ ହୋଇଯାଇଛି। ପରିବାର ତ୍ୟାଗ ବଡ଼ ଦରିଦ୍ର ପଡ଼ୋଶ ପାଇଁ ମଧ୍ୟ କିଛି ନାହିଁ ଚିନ୍ତା କରି ଦେଖିବାକୁ ଜଣେ ଦରିଦ୍ର ଦୁଃଖରେ ପଡ଼ିଛି ଅସୁବିଧାରେ ପଡ଼ିଛି ଦେହ ଟିକେ ଅସୁସ୍ଥ ଅଛି ତେଣୁ ସେ ସେଇଠି ତାଙ୍କ ପିଲାଙ୍କୁ ତାଙ୍କର ସାଙ୍ଗ ପାଖକୁ ପଠାଇଥିଲେ ହେ ସାଙ୍ଗ ମୋ ଦେହ ଖରାପ ମୋତେ 2,000 ଟଙ୍କା ବାକି ଦିଅ ମୋ ଦେହ ସୁସ୍ଥ ହେଲେ ମୁଁ ଆପଣଙ୍କୁ ସୁଝିଦେବି। ସାଙ୍ଗ ଦେଖିଲେ ଆଉ ସାଙ୍ଗ ତେଣୁ ସେ 2,000 ଟଙ୍କା ତାଙ୍କୁ ଧୀରେ ଧୀରେ ଚାଉଳ ଡାଲି ପରିବା ଟିକେ ଦେଲେ। ଯେତେବେଳେ ସାଙ୍ଗ ଦେହ ଟିକେ ଉପଶମ ହେଲା ହେଲେ କ'ଣ ହଠାତ୍ କାର୍ଯ୍ୟ କରିପାରିବେ ସେଇଠି ତାଙ୍କର ସ୍ତ୍ରୀ କହିଥିଲେ ସ୍ୱାମୀ ଆମର ଯେଉଁ ବଡ଼ ଲୋକ ଗାଁରେ ସାନ୍ଦ୍ରାଉ ସେ ତ ଧନୀ ଲୋକ ଗାଡ଼ି ଘୋଡ଼ା ବସ୍ କେତେ କ'ଣ ଜମା ହେଇଛି 4 ଫୁଟ ଜମି ବାଡ଼ି 7 ତଲା ବିଲ୍ଡିଂ କେତେ କ'ଣ ଆପଣ ଟିକେ ଯାଆନ୍ତୁ ମଉସା କହିବେ ଆପଣ ଆମର ମଉସା ଏବେ କହିବେ ମଉସା ଟିକେ ମୁଁ ଦୁଃଖରେ ପଡ଼ିଛି ଅସୁବିଧା ଅସୁସ୍ଥ
2000 ବାକି ଦୋକାନୀକୁ 200 300 ପଠେଇ ସାରିଲାଣି। 7 ଦିନ କହିଥିଲା, ଆଜି 9 ଦିନ ହେଇଗଲାଣି। ସିଏ ଦରିଦ୍ର ଦୋକାନୀ, ତାହାର ବାକି ପୁରାଣି ସେ ସଉଦା ପତ୍ର ବିକୁଛି। ଯେତେବେଳେ ସିଏ କ'ଣ କରିବ ଯାଇ ପହଞ୍ଚିଲେ ଶାନ୍ତର କତିରେ। ଶାନ୍ତ ହଠାତ୍ ଦେଖିଲାରେ କିଏ କିରେ? ରମେଶ। ଶାନ୍ତ ନମସ୍କାର। ଆରେ କ'ଣ ଦେହ କ'ଣ ଅସୁସ୍ଥ ହେଉଛି? କ'ଣ ହାଡ଼ ଭଳିଆ ଦେଖାଯାଉଛି? ଆଉ ମଉସା ଆଜି ଜ୍ୱର ଟାଇଫର ଜ୍ୱର ବଢ଼ିଗଲା, 10 ଦିନ ଘରେ ପଡ଼ିଲି, ଭାରି ଦୁଃଖ, ପିଲାମାନେ ଅସୁବିଧା, ବାକି ଭୋକ। ଆପଣଙ୍କ କତିକି ମୁଁ ଆସିଛି, ମା ପଠେଇଲେ। ଯାଉ ମଉସା କହିଲ ଟଙ୍କା 2-4 ହଜାର ଟଙ୍କା ସାହାଯ୍ୟ କଲେ ଆପଣଙ୍କର ମୁଁ କେତେବେଳେ ସମ କରି ଦେଇଦେବି ଏବଂ ମୋ ସମୟ ମଧ୍ୟ ଆଣିକି କିଛି କିଛି ମୁଁ ଆପଣଙ୍କୁ ନିଶ୍ଚିନ୍ତ ଆମେ ସୁଝେଇ ଦେବି। ଏତିକି ଟିକେ ଏ ଦରିଦ୍ର ଅଧମର ଆପଣ ସେଇଠି ବୁଢ଼ା ବଇଛି, ପୁଅ ଛିଡ଼ା ହେଇଛି, ସ୍ତ୍ରୀ ଛିଡ଼ା ହେଇଛି, ବୋଉ ଛିଡ଼ା ହେଇଛି, ସେଇଠି ସମସ୍ତେ ଅନଉଛନ୍ତି, କିଛି କହୁନାହାନ୍ତି। ପୁଅକୁ ଦେଖିବା ସାକ୍ଷାତ ଟଙ୍କା ଆଣି କୋଉଠି ଥୋଇଥିଲା ଆଣି ମାଗୁଛି। ବୁଢ଼ୀ କହୁଛି ଓଟା କୋଉଠୁ ମଣି ନଦୀରେ ମଝି ନଦୀରେ ଖାଉଛି, ସିଏ କୋଉଠି ଦେବ? ତାଙ୍କ ଭିତରେ ଏଇସବୁ ସନ୍ଦେହର ଭାବନା ଜାଗର ହେଲା। ବୁଢ଼ା ଅନେଇଲା, ପୁଅକୁ ଅନେଇଲା, ନିଜ ସ୍ତ୍ରୀକୁ ଅନେଇଲା, ଚିନ୍ତା କଲା କ'ଣ ତାଙ୍କ ମନ ସେ ସେଇଠି କହିଥିଲେ ଏ ରମେଶ ଆଉ କ'ଣ କରିବା, ପଇସା ପତ୍ର ତାଙ୍କ ଅଭାବ ଅସୁବିଧା ହେଇଛି, ଗାଡ଼ି ଘୋଡ଼ା ଅନ୍ୟାନ୍ୟ ଅସୁବିଧା, ପୁଅ ପାଠ ପଢ଼ିଲା, ସେ ମାଉସୀ ଡାକ୍ତର ମେଡ଼ିକାଲ, ତା ପାଇଁ 10 ଲାଖ ଖର୍ଚ୍ଚ, ବିଭିନ୍ନ ପ୍ରକାର ସମସ୍ୟା ହେଇଛି। ତୁ ବାପା ଦେଖିବା ଯା। ରମେଶ କାନ୍ଦି କାନ୍ଦି ଯାଉଛନ୍ତି। ଏଠି କ'ଣ ବିରାଟ ଲୋକ ହେଇକରି ଏ ଦିନ ଦରିଦ୍ର ଆଖ୍ୟାକେ ଦେଖୁଛନ୍ତି କି ସାହାଯ୍ୟ ପ୍ରଭୁ କ'ଣ ଆପଣଙ୍କର ଚାଲିଗଲେ, ଧର୍ମ କ'ଣ ଚାଲିଗଲା? ଏ ଚିନ୍ତା କରି କାନ୍ଦି କାନ୍ଦିକି ଆସିଲା ବେଳେ ଗୋଟେ ଫୋନ୍ ଆସି ପହଞ୍ଚିଲା ଶାନ୍ତର ଉପରେ। ଶାନ୍ତରାଓ, ହ୍ୟାଲୋ ହ୍ୟାଲୋ, ଶାନ୍ତରାମ। ଶାନ୍ତର ଉପରେ କେଶ ଅଭଦ୍ର, ତୁ କ'ଣ ଚିହ୍ନିବୁ? ଶାନ୍ତରେ କେତେ ମହାନ ଲୋକ, ତୁ ଶାନ୍ତରଟା କ'ଣ ହଉଛରେ? ଭାବୁଛି ଶୁଣ, ଆପଣଙ୍କର ଯେଉଁ ପୁଅ ଯାଇଥିଲା କାରରେ ଆସିଲା ବେଳକୁ ନିରାମଠି ପିଟି ହେଇକିରି କାର ଛାଟି ହେଇକିରି ଗୋଡ଼ ହାତ ଭାଙ୍ଗି ରାସ୍ତା করে ପଡ଼ିଛି, ଲୋକ ଜମା ହେଇଛନ୍ତି। ତେଣୁ ମୁଁ ସେଇଠିକେ ତରବରାଇ ଆପଣଙ୍କୁ କହିଲି ମୋତେ କ୍ଷମା କରିବେ। ଯେତେବେଳେ ଶାନ୍ତର ଶୁଣିଯାଇଛନ୍ତି ହଠାତ୍ ତାଙ୍କ ମୁଣ୍ଡ ଗୋଲ ହେଇଗଲା। ଗୋଟିଏ ପୁଅ କ'ଣ କରିବେ? ପଟାପଟ ତାଙ୍କର ଯେଉଁ 5 କୋଟି ଟଙ୍କାର କାର ଉପରେ ବସି 3-4ଟା ଯୁବକ ଯୁବକ ତା ଭିତରେ ପଶେଇ ଗୋଟା ବଡ଼ ଟଙ୍କା ତା ପଛରେ ଥୋଇକିରି ଆଗେଇ ଚାଲିଲେ। ରାସ୍ତା ଉପରେ ଦେଖିବାକୁ ପୁଅ ଭାଙ୍ଗିକିରି ଗୋଡ଼ ପରିଚୟ ଅଛେ, ତାକୁ ଶସ୍ତା କଟକ ନେଇ ମେଡ଼ିକାଲରେ ପହଞ୍ଚିଲେ। ସେଠି 2 ଲକ୍ଷ ଭିତରେ 5 ଲକ୍ଷ ଖର୍ଚ୍ଚର ମେଡ଼ିକାଲ ମନା କଲେ, ହେଇପାରିବ ନାହିଁ। ଭୁବନେଶ୍ୱର ଯାଉ, ସେଠି ଯେଉଁ ମଝି ବହିରେ ବଡ଼ ମେଡ଼ିକାଲ, ସେଠି କାଲି ଆସିବେ ସବୁ ଭାରତ ଅନ୍ୟାନ୍ୟ ଦେଶର ଡାକ୍ତର, ସେଠି 4 ଦିନ ରଖିଲେ। ସେଠି ବି 10 ଲାଖ ଖର୍ଚ୍ଚ ହେଲା, ବି ହେଲାନି। ତେଣୁ ହାଇଦ୍ରାବାଦ ନେଇଯାଅ, ସେଠି ବି 3 ଲାଖ ଖର୍ଚ୍ଚ ହେଲା। ସେ ମନା କଲା ତାକୁ ନେଇଯାଉ ବମ୍ବେ। ଏମିତି ବୁଢ଼ ତାର 50 ଲାଖ ଟଙ୍କା ଖର୍ଚ୍ଚ। ସେସବୁ ଗୋଡ଼ କାଟିଲା, କାନଟା କଟା ହେଲା, ମୁଁ ବୁଲି ଯାଇଛି, ତାକୁ ଘରକୁ ଉପରେ ଆଣିକିରି ଆସିଲେ। ଚିନ୍ତା କର, 2000 ଟଙ୍କାକୁ 4000 ଦେଇପାରିଲାନି, 50,000 ଟଙ୍କା ନଷ୍ଟ ହେଲା। ପଛରୁ ମାର ହେଇଗଲା, ଭବିଷ୍ୟତ ତାଙ୍କର ଅନ୍ଧକାର ହେଇଗଲା। ପ୍ରତି କାର୍ଯ୍ୟ ସବୁ ଧୀରେ ଧୀରେ ଭାଙ୍ଗି ତୁଟି ଯିବାକୁ ବସିଲା। କେତେ ଚିନ୍ତା କର, ପର ଉପକାର ପ୍ରଧାନ ଯଜ୍ଞ। ହେ ଦିବ୍ୟାତ୍ମନ୍, ଆପଣ ଭ୍ରଷ୍ଟାଚାର ଆପଣ ପ୍ରତିଦିନ କର୍ତ୍ତବ୍ୟ ହିଁ ପରୋପକାର କର। ପରୋପକାର ଠାରୁ ବଡ଼ ଯଜ୍ଞ ଆମେ ଯେଉଁ ଭାଇ ବିଶ୍ୱଶାନ୍ତି ଯଜ୍ଞ କରୁଛ ଗାଁରେ, ଆଉ ବଡ଼ ପଇସା କଳା ପଇସା ଗୋଟେ ଗାଟେ ଭାଇ ବଡ଼ ପଣ୍ଡା ଆସିଛନ୍ତି ପୁରୀରୁ, ଆପଣ ହାତ ପଣ୍ଡା ଆସିଛନ୍ତି ମନ୍ତ୍ର କରି ଠାକୁର ସିଆଡ଼ୁ ଦୌଡ଼ି ଆସିବେ। ତାଙ୍କୁ ଡାକିରି ଆଣିছে ଟଙ୍କା 20,000 ନେବେ। 6ଟା ପଣ୍ଡା ଆସିଛନ୍ତି, ଗାଡ଼ି ଖର୍ଚ୍ଚ 10,000 30,000। କେତେ ମନ ଭିତରେ ଉତ୍ସାହ। ଆମେ ଏମିତି ଆମ ବଡ଼ ପଣ୍ଡା ଆଣିଛେ ପୁରୀରୁ, ଏମିତି କରୁଛେ। ବିଶ୍ୱଶାନ୍ତି ଲେଖା ଯଜ୍ଞ। ଆମ ମନ ଭିତରେ କେବେ ସକାଳୁ ଉଠିକି ଯଦି ଦରିଦ୍ର ଉପକାର କରିବା, ଦରିଦ୍ରକୁ ସାହାଯ୍ୟ କରିବା, କୌଣସି ଜୀବ କଲ୍ୟାଣ ଉପରେ କିଛି ଆମର ଆସୁଛି ବିଶ୍ୱଶାନ୍ତି। ଆମେ କେବଳ ଗୋଟେ ମନୋରଞ୍ଜନ ପାଇଁ ପଢ଼ାଇ ଆମେ ଓହାଲାଇକି ପୂଜାରୀକି ଡାକି ପୁରା କଳା ପଇସା ଖର୍ଚ୍ଚ କରି ବିଶ୍ୱଶାନ୍ତି ଲେଖିଥିଲେ ଯଜ୍ଞ। ଆମେ କେବେ ବିଶ୍ୱର ଶାନ୍ତି କାମନା କରିବା ପାଇଁ ଯେଉଁମାନେ ବସିଛନ୍ତି କିଛି ତାଙ୍କର ଅଛି କି? କିଛି ନାହିଁ। ସକାଳୁ ଉଠିକିରି ଜଣେ ଦରିଦ୍ରକୁ ଟିକେ ସାହାଯ୍ୟ କରିବା, ପଡ଼ୋଶ ସୌହାର୍ଦ୍ଦ ଭଲ ପାଇବା, ପିତା ମାତା ଗୁରୁଦେବ ସମ୍ମାନ। ଆମେ ଗୋଟେ ସୁନ୍ଦର ପୋଷାକ ପିନ୍ଧେ। ଏ ପୋଷାକ କେତେ ମୂଲ୍ୟବାନ ପୋଷାକ, ଯେଉଁ ପୋଷାକ କର୍ମ ଲାଭ କରିବା ପାଇଁ ଆମ ମହାମାନଙ୍କୁ ଅନାଦିକାର ସାଧନ କରିବାକୁ ପଡ଼ୁଥିଲା। সেই সাধন একাগ্র
एकांत कनिष्ठ प्रत्येक पुत्र जीवन आगे আসছিল সত্যি করে উদার জীবন ধারণ করে আগে আসছিল শ্রেষ্ঠ জীব मानव मानव सृष्टिर जो शुभकारी मंगलकारी कल्याणकारी हित साधनकारी मानव आज सृष्टिर विपर्यकारी मानव कली झगड़ा बढ़िया टीका हना कटा तुझ अहंकार भाई बाप सब द्वंद्व शत्रु विभिन्न प्रकार ये मानव सृष्टि कर गाई गोरु कली झगड़ा कर मैंने कली झगड़ा कर समाज मंगल कर विवाहटा कली झगड़ा कर साप गाई कीट माछी दंडा कली कजिया सृष्टि बाधा सृष्टि कर समस्त धर्म कर त्याग आम जीवन आनंद कारण गाई त्याग छेली त्याग जिते प्रकार गछ लता तरु तृण एवं फल पत्र पुष्प त्याग त्याग आम जीवन संपूर्ण विकास कारण आम त्याग आनंद को भोग कर आज जीवन धारण कर आम आनंद सृष्टि समाज विश्व आनंद पर सुरक्षा पर যত্ন पर आम जीवन गढ़ी तोड़ाटा कष्ट प्राय कर बाप माँ जन्म कर मनुष्य कर आज घरे पड़ जा 8 दिन है झाड़ा होती आज 85 वर्ष बापा 8 दिन है झाड़ा होती पु बो मन बसे झाड़ा बंद भी धीरे धीरे विकार पशिलानी से शांत डाकितर पटपुर से भी आसला बाबा दीक्षा पाई घर भितर पशिगला टे गंध होला झाड़ा गंध तेणु कहला बो मोर काली परीक्षा कौन करी आ बापा ये प्रणाम करके टंका 5,000 नहीं कौन खर्च कर फल मिल मुझे डेरी तो पाठ चिंता कर देखे चढ़ी पारे गंध होला से छाड़ी पड़ा किए पु बो को खबर आगे गला बड़ पु को आसिले 2 दिन घरे जो बो जीव सेवा करने नाके गोटे बड़ साइज कना देटा खाइबा सी पोछा पोछी भो करना सी पाठ पढ़ा छो सी भो कर पुह भी करना सी डबल पास कर चाकरी कर प्रोफेसर अन्य इंजीनियर सी कौन भो पोछो तेणु बुढ़ी भो पोछे बो जाए खाइया दवा को नाके कना देकर मुँहटा मुड़ मुड़ करके बापा गोटे खाया खुआई देकर आसब आसिक पहुँचला कहला हे स्वामी मुझे रहीपरि मो देह मुआ फाता पशुनी खाद्य दाऊनी धर गंध अशांति मुझे रहीपरि से बड़ पुओ कहला कौन करवा ना जा पड़े से बड़ पुओ कहला बहु एम गोटे कारखाना ये मो कार्य गोटे गोटे अर्जेंट कार्य अच्छी तेणु मत बर्तमान सरकार डाकी मो झील पर कौन करी तो टा 5,000 मुझे पड़े सी भी छाड़ी पड़े चिंता कर बापा माँ जो पुओ पोछी पोछी 8 मास 10 मास पर्यंत हाथ भी कचरा छाड़ी जाइए पुओ कोना कोण जाकी शोक सी गंध चंद्र भली बास रही भो कोना को पाखे जाकि धोइया से कणम गड़िया से अमृत फल लगी बो बही से टोका एमती कौन झाड़ा पकड़ झाड़ा नाके बुढ़ी नागी जाए बोर जहाँ से बस कथबार्ता कहले अपा से नाके कौन हाथ मार देखुचे आम टोका चंदन चिंता कर देख माँ नाके टे झाड़ा पड़े पड़ते पारी के झाड़ा फेरी नाक पड़ जाए माँ से जहाँ पचार नाके कौन लगी गोटे कादुआ ना कौन से हाथ मारे कहला हे ये आम टोकार चंदन आज बाप माँ घरे पड़गले आम ठाकुर डाकुचे घुणा करचे कि चली चलते से टोका से पुओ एमती रोग है जहाँ पैसा पत्र था खर्च कलु बुढ़ीर था जो पाउंड पाउंड बिक्री कलु कानून उल्टी था बिक्री कलु कंसा था बिक्री कर खर्च कर डाक्तर मना करे ये हूँ ब्लड कैंसर ये हो पारे 8 दिन भर चलो आप कहीं एगुड़ा सब बिक्री कर दरिद्र हो गई आप कंका हो नहीं जान आ पैसा पत्र खर्च कर आम ग्यारंटी करूँ से केपार ना नाके पाई फुची बुढ़ा बुढ़ी धरिकी कांदी कांदी आस पहुँचिक घरे शुआई देकर से प्रभु प्रार्थना कले प्रभु जहाँ को डाकी डाकी 10 वर्ष पर्यंत बाहर सारापर आपणकर भजन कीर्तन पूजन भितर पाई पागल जे आमर भविष्य आज से मृत्यु मुखे पड़ी प्रभु किमी उद्धार कर कहीकि बुढ़ा बुढ़ी से झुपटे लगे गोटाटे पारी गामछा पकई पुओ से मला पुओ शुआई देकर बस नाम नाम एमती करिष्ठ
ସକାଳ 10ଟାରୁ ନାମ କରିଛନ୍ତି ରାତି 7ଟା ହେଇଯାଇଛି, ଅନ୍ଧାର ହେଇଯାଇଛି। ପୁଅ ଉଠି ପଡ଼ିଛି, ବୋହୁ ବାପା ଏଠି ଆପଣ କ'ଣ ବସିଛନ୍ତି, କ'ଣ ଆଖିରୁ ହେଉଛି, କ'ଣ ହେଇଛି କି? ବାପା ସେଠି ଖୁସି ହେଇଥିଲେ ବାପାରେ ବ୍ୟସ୍ତତା ସବୁ। ଚିନ୍ତା କରି ଦେଖ କିଛି ସିଏ ସେଇ ପୁଅ ପୁଣି ବାହା ହେଇ ଚାକିରି କରି ବୋହୂକୁ ଆଣିକି ପୁଣି ଗଲା ପୁଣି ରାଉରକେଲା ବୁଢ଼ାବୁଢ଼ୀ ଘରେ ପଡ଼ିଛନ୍ତି। ଧୂପ ଦେଇ ସେଇ ପୁଅ ବୋଉ ଧୂପ ଦେଇ ଡାକୁଛନ୍ତି, ପ୍ରଭୁ ଏମିତି ବୁଢ଼ାଟା ଚାଲିଛନ୍ତି କି କାହିଁ ଘରେ ପଡ଼ିଛି। हे प्रभु हनुमान जी, हे रामचंद्र अयोध्या, हे सारला माँ, हे दुर्गा बाई केते प्रकार बुढ़ा चाहिए किए सेवा कर चिंता कर हराम जगत देखिले ये सब मायार संसार एजे तो विश्वास न कर रोग धर्म जिते विचारी मिथ्या समस्ते जो भगवान संसार इमाने बुझीपारना बापा केते महान माँ केते महान बड़ भाई विषय भातृभक्त रामचंद्र जदि आम रामचंद्र को बाप माँ जत्न कर राम कर राम कौन खुशी हे कई खुशी हे बाप माँ हूँ बड़ ठाकुर आम गृहस्थ भर ठाकुर हे बड़ ठाकुर पिता माता प्रत्येक परिवार बुझी सम्मान श्रद्धा भक्तिर प्रेम कर परिवार उज्ज्वलता सफलता एवं आम भर प्रियतार विकास आसो आम निश्चित भविष्य उज्ज्वल मानवर परिचित लाभ कर समाज सृष्टि लोकप्रियता पर आगे जापर आम कौन क्या करुचे से बाप माँ को अणध्या कर जिते भजन कीर्तन कर ठाकुर पूजा कर परिवार शांति आम भर निर्मलता पिलामान व्यवहार ठीक कार्य सफलता मध्य ठीक आसपारू ना चिंता कर देख जदि आम ये सुंदर जीवन पाई आम आम जीवन सुप्रेम समाज पड़ोश दरिद्र प्रत्येक गुरुजन आनंद न लगे ये जीवन ठीक जीवन मूल्यहीन जीवन सब जीवन आम मान मंगलकारी उपकार कर देखते छेली सी केमी जिनस छाग कौचे उपहार रखुचे आम कौन आम गदी शोचे सी गो गंध पड़ी चिंता कर देख आम कौन करुचे आज छेली खासी मांस हम परिवार मन भर प्रफुल्लता आनंद उत्साह आज जहाँ खाइबाटा कड़ा हम पूरा कड़ा खाई पी आनंद चाटी चुटी से हाड़ फाड़ तार कपड़ा को खोड़े गुड़े की निताई गुरु हरे कृष्ण राममूर्ति जगन्नाथ पूजा ठार मिलापन कर चली चिंता कर देखो केमी आसे जीव जहाँ कमें छाग छेली कौचे सी आम उपर के ऊर्धर सी अच्छी आम के तणु चली आम मरले भूत हवा गाई गोरु छेली मेढ़ा बिलुआ हेटा माछी कुकुर भूत हमें मनीष मरे भूत होकर घट छुटिले तोते बोलिबे भूत जदि भूत नहंता पछे कहीं गोबर निपा हो बापा घर बाहर बेलू गोबर निपा हो दुआर जो उठाऊँगी से दुआर मो बापा भूत जदि दुआर मो न पाए घर भितर पशि घर कोठा दूर करेंगे बाड़ी में छाई है पिला चन डरइबे विभिन्न समस्या सृष्टि हे तेणु से बापा भूत कहीकि गोबर निपी आम आगे चलने गाँव में आम उपादन थे लोकप्रियता त्याग दरिद्र सेवा दरिद्र एवं अनेक अशांत समाधान को से साधन समाधान कर लोकप्रियता लोक कल्याण लोकानंद पर आगे जाते मरी जाइए कान्ही ने लोक कहे गोबर पानी न पशिले गाँव जापर ना मठ गोबर पानी पड़ी गाँव नहीं कौन कले नहीं लास्ट पहुँचले कौटी श्मशान जो ग्राम भूत को लेकर बापा भूत पहुँचिकी काठ लगे निआ लगे चटुल ढाले पोड़िकी संपूर्ण पाउंश कले आप देखो गाई गोरु छेली मेढ़ा गोबर पानी पकेबार ना नखवाड़ काटबार ना चक्र प्राण देवार ना हाँ बाड़ेबार ना काठ चटुल ढाई पोड़बार ना अच्छे कि पड़ा जाऊँगी चारि दिन गोटे मला मनीष को से रास्ता करे पड़ा आम गाँ गोटे कुकुआ भय हो विभिन्न प्रकार भय ज्वर झाड़ा अनेक समस्या भी बढ़ी बढ़ी चाहिए जदि विषम रही जाए तार जो पचरा गैस दुष्ट जीवाणु सृष्टि आम लोक बहुत क्षति बहुत जातनार परिणत हो पारे जो से पोड़ी दि जाए पोड़ी दिहला कौन हम देख से बापा
ଖଣ୍ଡେ ହାଡ଼ ରହିଯାଇଛି ଟୋକା ଆମର ସନାତନ ଯାଇଥିଲା ଝାଡ଼ା ସେଇଠି ଝାଡ଼ା ବସି ଦେଖିଲା ଯେ ଗୋଟେ ଝୁମ୍ ଝୁମ୍ ଶବ୍ଦ ହେଉଛି ସେ ଚମକି ପଡ଼ିଲା ଆସି ପହଞ୍ଚିଲା ମଠରେ ତା ବୋଉ ଧରିକି ଆଣିଛି ବାପା ବାବା ପୁଅ ଯାଇଥିଲା ସେ ସମସ୍ତଙ୍କୁ ଝାଡ଼ା ପାଖ ପଛେ ଝାଡ଼ା ଡାନ୍ସ ହେଇଯାଇଥିଲା ଗୋଟେ ଝୁମ୍ ଝୁମ୍ ଚମକି ପଡ଼ିଲା ଆରେ ଇଏ ସେ ଚାହୁଁଛନ୍ତି ଏ ସନ୍ତାନ ମାନଙ୍କର ହାଡ଼ ଖଣ୍ଡେ ରହିଯାଇଛି କେତେ ଚିନ୍ତା କରୁଥିଲା ହାଡ଼ କେମିତି କାମ କରୁଛି ଯେଉଁ ଜୀବନକୁ ଆମେ ସୁନ୍ଦର ଜୀବନ ଲାଭ କରି ଆସିଥିଲେ ଆମ ସୁନ୍ଦର ଜୀବନୀ ସକାଳୁ ଉଠିକି ଲୋକ ଉପକାର ଲୋକ ମଙ୍ଗଳ ପିତାମାତା ଭକ୍ତି ବଡ଼ ଭାଇ ଭକ୍ତି ଜୀବ କଲ୍ୟାଣ କିଛି ଅଛି କି କିଛି ନାହିଁ ଆମେ ଏତେ ତଳକୁ ଚାଲିଗଲେ ସବୁ ଜୀବ ତଳକୁ ଆମେ ମଲା ପରେ ସହିତ ଚିନ୍ତା କରି ଆଜି ଭଗବାନଙ୍କୁ ଆମେ ହଟେଇ ଦେଇଛେ ଭଗବାନଙ୍କର ଅଛନ୍ତି ଆମେ କେବଳ ବିଭିନ୍ନ ପ୍ରକାର ମନମୁଖୀ ଭଗବାନ ଉପନ୍ଧାଇ ସ୍ଥାପିକି ନିଜର ପରିବାର ନିଜର ସୁଖ ସ୍ୱାର୍ଥ ନିଜର ମେଣ୍ଟେଇବା ପାଇଁ ଆମେ କରିଛେ ଭଗବାନ କେତେ ମହାନ ଯାହାର ଆଂଶିକ ମାନେ କ୍ଷୁଦ୍ର ଜୀବନରେ ଅନୁଧ୍ୟାନ କରି ସୃଷ୍ଟିକୁ ଗୋଟେ ଉଜ୍ଜ୍ୱଳ ଉଦାର ଲାଭ କରି ଆସିଥିଲେ ଆଜି ଆମେ ଏମିତିଆ ଭଗବାନ ଘରେ 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 ପୁରୀ ଘର ଭାଙ୍ଗିଗଲା ଭାଇ ଭଗାଇ ହେଇଗଲେ ବାପ ମାଙ୍କର ଅତ୍ୟାଚାର ହେଲା ଆମେ ମିଛ ଅହଙ୍କାର ହିଂସ ପ୍ରତିହିଂସା ପରାୟଣ ହେଇଗଲେ ଜୀବନ କଳୁଷିତ ହୋଇଗଲା ଆଜି ହଜାର ହଜାର ବାପା ଧୋକା ଖାଇ ଆଜି ଜଣାଶୟ ପଡ଼ିକି ମରୁଛନ୍ତି ଚିନ୍ତା କରି ଦେଖ ସମୟ କେମିତି ଆସିଯାଇଛି ପୁରା ବାବାଜୀଙ୍କର ପୋଛି ଘର ଭିତରେ ପୁରୀ ଘର ମଳିଆ ହେଇଗଲା ଘର ବେଶୀ ବଢ଼ି ବଢ଼ି ମରିଆ ଚାଲିଲା ଚିନ୍ତା କର ଅନେକ ଗୁରୁବାଦର ଫଟୋ ଟଙ୍ଗେଇ ଗୁରୁ ନାମ କରି ଜୀବନ ମଳିଆ ହେଇଗଲା କାହିଁକି ନା ସେମାନେ ଆମମାନଙ୍କୁ ଉପଯୁକ୍ତ ଶିକ୍ଷା ଉପରେ ଜୀବନ କହିଥିଲେ କୃଷ୍ଣ ରାମକୁ ପ୍ରଦାନ କରିନଥିଲେ ଯଦି ତାଙ୍କର ସଶିକ୍ଷାର ସୁପ୍ରେମ ଉପରେ ଆମେ ଜୀବନ କହିଥିଲି ରାମ ରାମ ହରି ହରି କରିଥାନ୍ତେ ସେ ହରି ଆମକୁ ଇ ମନୋଜଗତ କରିବାରେ ସହାଇଥାନ୍ତେ ଆମେ କ'ଣ ତ୍ୟାଗ କଲେ ରାମ ରାମ କହି ଆମେ ଭଲ ମଣିଷ ହେଇପାରିଲେ ନାହିଁ ଜଗନ୍ନାଥ ପନ୍ଧାଇ କହିଛନ୍ତି ପୁରୀରେ ସେ କେହି ଗୋଟେ ଭଲ ମଣିଷ କେହି ଆପଣଙ୍କୁ କେହି ଅନାବୃତ୍ତି ହିସାବରେ କେହି ପାଣି ଗ୍ଲାସ୍ ଦେବା ପାଇଁ ଭଲ ପାଇଛି ଗଣ୍ଡେ ଖାଇବାକୁ ଦେବା ପାଇଁ କିଛି ଅଛି କିଛି ନାହିଁ ଖାଇବା ବିନା ମରିଗଲେ ମଧ୍ୟ ମୁଁ କେହି ଦେବେନି ରାସ୍ତାରେ ସେଇଠି ହଜାର ଲୋକ ଚାଲିଛି ଗୁଣ୍ଡିଚା ଲକ୍ଷ ଲକ୍ଷ ଲୋକ ଓଦା ପଠାଇ କି ଯାତନା କି ଦୁଃଖ ପିରାଛନ୍ତି ଯନ୍ତ୍ର ହେଉଛନ୍ତି ଏଇ ଶୈତାନ ଦି ସାଇଡ୍ ବିରାଟ ବିରାଟ ବାବାଜୀ ଠାରୁ ପାଜି ପର୍ଯ୍ୟନ୍ତ ବିଲ୍ଡିଂ କରିକିରି ଥୋଇଛନ୍ତି କେହି ଡାକୁଛନ୍ତି ଆରେ ଭକ୍ତ ଓଦା ହେଉଛନ୍ତି ଆମେ ତାହାରି ଦାଣ୍ଡରେ କରିଛେ ପିଲାମାନେ ଆସ ଘରକୁ ପଳେଇ ଆସ କେହି ଡାକିଲେ କି କେହି ପୁରେଇ ଦେବେନି ଆମେ ସେ ପିଲାରେ ଛିଡ଼ା ହେଇକି ଆମେ ଚାଲିଗଲୁ ସେ ପିଲାରେ ଟିକେ ଛିଡ଼ା ହେବା ପାଇଁ ଏତିକି ଜାଗା ଅଛି ଖାଲି ଗୋଡ଼ଟା ପକାଇଛୁ ସେ ଆମକୁ କେମିତି ଧୋକାଟା ଭଡ଼ା ଭାବ ଆମେ ପଇସା ଦେଇକି ଛିଡ଼ା ହେଇଛୁ ଇଏ ଆସି ଆମ ପାଖରେ ଛିଡ଼ା ହବ ଚିନ୍ତା କରି ଦେଖ ଜଗନ୍ନାଥ ଜଗନ୍ନାଥଙ୍କର ମର୍ଯ୍ୟାଦାକୁ ଆମେ ନଷ୍ଟ କରିଦେଇଛେ ସକାଳୁ ଉଠିକି ଜଗତକୁ ଶୋଷଣ କରିବା ପନ୍ଧାଇ କଳା ବଜାରୀ ତା ପାଖରେ ସଜେଇକି କଳା ବ୍ୟବହାର କରି ଘର ଉପାର୍ଜନ କରିବା କୋଟି କୋଟି ଟଙ୍କାର ବ୍ୟବହାର କରି କଳା ପଇସାକୁ ସଞ୍ଚୟ କରି ଜଗନ୍ନାଥଙ୍କର ଧଳା ପ୍ରେମକୁ ଆଜି ଆମେ ନଷ୍ଟ କରୁଛେ ତାଙ୍କର ପ୍ରେମ ଆମ ଜୀବନର ପବିତ୍ରତା ନିର୍ମଳତା ଜୀବନର ଯାହାର ସମାନ ଆଧାର ଉପରେ ଭକ୍ତି ଗୁରୁଭର ଭକ୍ତ ପାଖରେ କିଛି ଆସିପାରିଲା ନାହିଁ ଚିନ୍ତା କର ସକାଳ ଆଜି କେତେ ଜଗନ୍ନାଥଙ୍କ ପଇସା ହେଇଛି ନା ଆଜି 4 ଲାଖ 6 ଲାଖ ହେଇଛି ସୁନା କେତେ ହେଇଛି ସୁନା 10 ଭରି ରୂପା 2 କିଲୋ ହେଇଛି ହିସାବ 740 ଟଙ୍କା ଜମା ହେଇ କେତେ ନା 500 କୋଟି ଟଙ୍କା ଠାକୁର ଜମା ହେଇଛି ସୁନା ଏତେ ରୂପା ଜମା ହେଇଛି ଚିନ୍ତା କର ସାକୁ ଆମେ କ'ଣ ଠାକୁର କରି ରଖିଛେ ନା କ'ଣ କରିଛେ ଆମେ ତାକୁ ଦଲାର କରିଦେଇଛେ ଯାହାର ପ୍ରେମ ଆମର ଜୀବନର ପବିତ୍ରତା ଉପରେ ଆବିର୍ଭାବ ପାଇଁ ସୃଷ୍ଟି ସମାଜ ବିଶ୍ୱକୁ ପରମେଶ୍ୱର ଭଲ ପାଇବା ପାଇଁ ସବୁ କରାଯାଇଥିଲା ଆଜି ଆମେ ତାକୁ କଳା କରିଦେଇଛି ତ ଆମେ ଯେମିତି ସଂସାରୀ ପଇସାକୁ ଉଣ୍ଡାଉଛେ ସିଏ ସେମିତି ଗୋଟେ କାଳି ଆସିଛି ଗୋଟେ ବଡ଼ କଳା ଓଝାରି ତା ପାଖରେ କୋଟି କୋଟି ଟଙ୍କା ଧନ କୁହାଯାଇଛି ପୁଳାଇ ସମ୍ପତ୍ତି ଆଡ଼େ ସାଡ଼େ ପଡ଼ି ହାରି ପଡ଼ିଛି କେତେ ଦରିଦ୍ର କେତେ ଭୂମିର ଲୋକ ପଡ଼ି ତାଙ୍କୁ ଗୋଟେ କୁଣ୍ଠେଇ ଦେବାର ନାହିଁ ଅଛି ଚିନ୍ତା କରି ଦେଖନ୍ତୁ ରାମଚନ୍ଦ୍ର ସେ ପନ୍ଧାଇ ତାର ପୁରା ସମ୍ପତ୍ତି ପଡ଼ିଛି ତାର ପୁରା ପୁରା ଟଙ୍କା ଜମା ହେଇଥିଲା ଆମକୁ ସ୍ଥାପିରେ ନେଇକିରି ପନ୍ଧାଇ ଆମର ରାଜନୀତିକ ରାମକୁ ସ୍ଥାପିରେ ରାମ ହଉଥିଲା ଆମର ଭଗବାନ ଏମିତି ଭଗବାନ କିଳା 2200 ଟଙ୍କା ସବୁ ଅଛି ଆପଣ ନେବେ ସାସ ଟିକେଟ୍ କାଟିକି ତାଙ୍କୁ ପଇସା ଦିଆହେଲା 9ଟା ଭିତରେ ତୁମେ ତୁମକୁ ଟାଇମ୍ 9ଟା ଭିତରେ ତୁମେ ସେ ତୁମ କାମ ପାଇଦିଅ ତୁମେ ଯିବ କାରଣ ତୁମର 9ଟା ପର୍ଯ୍ୟନ୍ତ ପରମାୟୁ ଅଛି ତୁମେ ଯେଉଁ ପଇସା ଦେଇଛ
চিন্তা করে দেখো কিছু ଅଛି আজি কেবল ধর্ম বানা পড়েই ই জীবনকে আমি অধগামী করে দিয়েছে ঈশ্বর প্রেম করি করি ই সৃষ্টিকে ঈশ্বরকে আমি হটেই দিয়েছে ভগবান হটেই দিয়েছে ভগবান কেହି নাহাନ୍ତି সে ভগবান সে কହୁଛି ମୋ ଜାଗା ମୋ ବାଡ଼ି ମୋ ଧନ ଜଗନ୍ନାଥ କହୁଛି ମୋର 50 ଏକର ସମ୍ପତ୍ତି ରାମ କହୁଛି ମୋର ଏଗୁଡ଼ା ହେଉଛି ସଂସାରୀ ଠାକୁର ଆମେ ଯେମିତି ସଂସାରୀ ଆମର ଜାଗା ବାଡ଼ି ତାର ବି ସେ ସଂସାରୀ ଆମର ତାଙ୍କ ଠାକୁର ସ୍ଥାପିତ ସେ ସଂସାରୀ ଠାକୁର ତାର ବି ଜାଗା ବାଡ଼ି ପୁରା ରହିଛି ହେଲେ ଜାଗା କାହାର ଜଗନ୍ନାଥ କେଉଁ ଜାଣିପାରିନାହାନ୍ତି ରାମ ମଧ୍ୟ ବି ଜାଣିପାରି ନାହିଁ ଗୁରୁ ବି ଜାଣିପାରି ଲେଖା ଲେଖା ହେଇଛି ନିଗମାନନ୍ଦ ଆଶ୍ରମ ସନାତନ ଆଶ୍ରମ ଭଗବତ ଆଶ୍ରମ ଗୋବିନ୍ଦ ଗୁରୁ ଆଶ୍ରମ ଗୁରୁକୁଳ ଆଶ୍ରମ ଆମେ ଦେଖିଲୁ ଭଗବାନଙ୍କର କିଛି ଦେଖିଲୁ ଆଶ୍ରମ ନାହିଁ ଏ ପହିଲମାନ তোমার গুরুভার আজ ভগবান ভগা দেই নিজে নিজে ভগবান হেই ভগবানଙ୍କର ଜାଗାକୁ ନିଜେ ମାଡ଼ି ବସିକି ତାଙ୍କ ନାଁ ଲେଖି ଦେଇଛନ୍ତି ଚିନ୍ତା କର ଏମାନଙ୍କର ଜ୍ଞାନ ଏମାନଙ୍କର ନାମ ପ୍ରେମ ଏମାନଙ୍କର ସୁପଦେଶ ସମାଜ ଉପରେ ଶାନ୍ତି ପ୍ରତିଷ୍ଠା କରିବା ଜୀବନକୁ ସୁପଥରେ ଆଗେଇ ସୃଷ୍ଟି ମଙ୍ଗଳ ଉପରେ ଆଗେଇ ଜୀବନ ବିକାଶ କରିବା ସମ୍ପୂର୍ଣ୍ଣ ଶୂନ ହେଇଯାଇ ଚିନ୍ତା କରି ଦେଖ ଗୁରୁ କେତେ ମହାନ ଆମେ ତ ଆମ ବାପା ମା ଗୁରୁକୁ ପ୍ରଣାମ କରି ଭକ୍ତି କରି ଜାଣିନା ସିଏ କଳାର ଗୁରୁ କ'ଣ ଭକ୍ତି କରିବା ଆଗେ ଯେତେବେଳେ ଗୁରୁ ପାଖରେ ପହଞ୍ଚିଲେ ଏବେ ଦିନେ ପିଲା ଆସିଥିଲେ 20 ଜଣ କହିଲେ ବାପା ଆମେ ଟିକେ ଆସୁ ଦୀକ୍ଷା ନେବା ଆମେ ଅମୂଲ୍ୟ ଲୋକ ଦୀକ୍ଷା କ'ଣ କୋଉଠି କୋଉଟା କୋଳାରେ ଆଜି କ'ଣ ଆଇତ କହୁଥିଲୁ ଆମେ କୋଉ ଆଜି ମଠ ଯାଇନୁ କ'ଣ କୁହ ଦୀକ୍ଷା କ'ଣ ଆଉ ଠିକ୍ ଅଛି ତୁମେ ଶୁଣ ଗୋଟେ କଥା ତୁମେ ଆସିଛ କ'ଣ ଗୁରୁ କହିଲୁ ନା ହଁ ফার্স্ট আছে মন্ত্রমূলক গুরুর বাক্য আগে ফার্স্ট কিছু জঙ্গলি কথা মানিব তাহলে তুমি গুরু ভাব উপরে যাইপারিব না কোন কহুনাহান্তি না গুরু বুঝেইলে ঈশ্বর তুমি জানিছ ভাগবত কোন কয়ে না সকল ঘটে নারায়ণ গুরু হচ্ছে নারায়ণ সে ସବୁଥିରେ ଅଛନ୍ତି ଗୁରୁ ସବୁଥିରେ ଅଛନ୍ତି ତୁମେ ଆଗେ ପିତାମାତା ସେବା ଗୁରୁ ସେବା ଗୁରୁଜନ ସେବା ଗୁରୁ ସେବା ଅନ୍ୟାନ୍ୟ ମହାତ୍ମା ଅନ୍ୟାନ୍ୟ ସେବା ଗୁରୁ ସେବା দরিদ্র সেবা গুরু সেবা দুঃখী সেবা গুরু সেবা ভোগী সেবা গুরু সেবা জীব সেবা গুরু সেবা সৃষ্টি সমাজକୁ ଭଲ ବିକାଶ କରିବା କିଛି ଅଛି କିଛି ନାହିଁ ଏମିତି ଲୋକ ଧର୍ମରେ ବିଚାରି ମିଥ୍ୟା ସମସ୍ତେ ମିଛକୁ ବଳବତ୍ତର କରିବା ଏ ଲୋକ ଧର୍ମର ଲକ୍ଷ୍ୟ ସତ୍ୟକୁ ପରିପ୍ରକାଶ କରି ଜୀବନ ନିଜ ଜୀବନ ଭିତରେ ପରିବାର ଜୀବନ ଭିତରେ ପଡ଼ୋଶ ଜୀବନ ଭିତରେ ସନାତନକୁ ଜାଣିବା ଭଲ ପାଇବା ପ୍ରେମ କରିବା କିଛି ଆସିପାରୁ ନାହିଁ ଚିନ୍ତା ଦେଖନ୍ତୁ ସେ କେମିତିଆ ମହାନ ଜିନିଷ ତା କୋଳରେ ଆମେ ଅଛେ ଜାଣିପାରିଲେ ସେ କହୁଛି ମୋର ତା ପାଣି କ'ଣ ଆମେ ପିଇଲେଣି କମ ପାଣି ପିଇছে ଆମ ବାବାଜୀ ଗୁରୁ ପିଇଲେଣି ଆମ ପାଣି ଭକ୍ତର ପ୍ରଣାମ 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 आज कराଯାଇଛି କେହି ଯିବନି ଆଉ ଅଘଣ୍ଟା ଭିତରେ କି ଚିନ୍ତା ବିଚାର କରିକି ଆମେ ବର୍ଷା ଦିନ କେତେବେଳେ ବର୍ଷା ହେଉଛି ଭଲ ଭଲ କରି ଖାଇବ ଯେତେ ଶୀଘ୍ର ସମସ୍ତେ ପ୍ରସାଦ ଭଗବାନ ପ୍ରସାଦ ସେବା କରି ଜୀବନ ପବିତ୍ର କରି ଭଗବାନ ପ୍ରତ୍ୟକ୍ଷ କାର୍ଯ୍ୟ ଉପରେ ଆଗେଇ ତାଙ୍କ କାର୍ଯ୍ୟ ସଫଳ କରି ତାଙ୍କର ଆଶୀର୍ବାଦ ଲାଭ କରି ସମସ୍ତେ ଓଜନ ଅଧିକାର କରିକି ଆପଣଙ୍କ ପାଖରେ ପ୍ରଭୁଙ୍କ ପାଖରେ ଆପଣଙ୍କ ପାଇଁ ପ୍ରାର୍ଥନା ବହୁ ଆନନ୍ଦ ସମସ୍ତେ ରହିବ ପ୍ରସାଦ କରି ଜୀବନ Oh
जय